ଦୁକୁଦୁକିରେ ଅଛନ୍ତି ଭଗବାନ। ଆଜ୍ଞା ଯଦି ସେଇଠି ରହିଲେ ଭଗବାନ ମୋର ନିବାସ ମାତ୍ର ଥିବ ଜଳେ ଦ୍ୱାରକା ନାଶ ଯିବ। କେତେବେଳେ ଭଗବାନଙ୍କ ବାସସ୍ଥାନ ରହୁଛି ଦ୍ୱାରକା ଜଳାର୍ଣ୍ଣବ ହଉଛି ଯେତେବେଳେ ମଣିଷ ମରୁଛି। ମାନେ ମୁଁ କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ କଥା କହୁନି, ଆତ୍ମହତ୍ୟା କହୁନି, ପ୍ରାକୃତିକ ମରଣ। ଯେତେବେଳେ ପ୍ରାକୃତିକ ମରଣ ହଉଛି ଲୋକମାନେ କୁହାକୁ ହେବେନି ଆଉ କଣ ବଞ୍ଚିବ, ଆଉ ବଞ୍ଚିବନି। କେମିତି ଜାଣିବା ଜଣେ ଲୋକ ମରିଯିବ? ଗୋଡ ହାତ ପାଣି ଉଠିଯିବ। ଲୋକମାନେ କହନ୍ତି ଗୋଡ ହାତ ପାଣି ଉଠିଗଲାଣି ଆଉ ସେ କଣ ବଞ୍ଚିବ? ଜ୍ଞାନୀ ମାନେ ଗୋଡ ହାତ ପାଣି ଉଠିବା କଣ? ଶରୀର ହଉଛି ଦ୍ୱାରକା ନା, ଶରୀର ରୂପୀ ଦ୍ୱାରକାର ପାଦ ଆଉ ହାତ ପାଖରୁ ଧୀରେ ପାଣି ପାଣି ଆଡିଯିବ। ଗୋଟା ମଲା ମଣିଷ ଦେହରେ ହାତ ମାରିବେ କେମିତି ଲାଗିବ? ବରଫ ଭଳି ଥଣ୍ଡା। ଯେତେବେଳେ ମଣିଷ ମରିଯାଏ ସେତେବେଳେ ପରା ଶରୀର ରୂପକ ଦ୍ୱାରକା ଜଳେ ବୁଡଇ ମାରିଦେଲେ ବରଫ ପରି ସେ ଥଣ୍ଡା ପରା ଲାଗୁଥାଏ। ମଣିଷ ମରିଗଲା ପରେ ତା ଦେହରେ ହାତ ମାରିବେ ବରଫ ପରି ଥଣ୍ଡା। ଶରୀର ରୂପକ ଦ୍ୱାରକା ଜଳରେ ବୁଡ଼ିଲା କିନ୍ତୁ ରାମରେ ଇଏ ସବୁ ଜାଗା ଥଣ୍ଡା ହେବ ପରା ଗୋଟିଏ ହେବ ନାହିଁ। କେଉଁ ଜାଗା ପରା ଥଣ୍ଡା ହେବ ନାହିଁ ରେ ଦୁକୁଦୁକି ବୋଲି କହି। ସବୁ ଜାଗା ଥଣ୍ଡା ହେଇଯିବ କିନ୍ତୁ ଦୁକୁଦୁକିଟା କିଛି ସମୟ ପର୍ଯ୍ୟନ୍ତ ଗରମ ରହିବ। କାହିଁ କହିଲେ? କିଛି ସମୟ ପର୍ଯ୍ୟନ୍ତ କାହିଁ ଗରମ ରହିବ? 5ଟା ପବନ ଦେହ ଭିତରେ ଅଛନ୍ତି। ପ୍ୟାନ ବ୍ୟାନ ସମାନ ଉଦାନ ପ୍ରାଣ। ଇଏ 5ଟା ପବନ ଭିତରୁ 4ଟା ପବନ ଶରୀର ଭିତରେ ଆଗେ ପ୍ରବେଶ କରିବ। ପଛରେ ଗୋଟାଏ ପବନ ଯିବ ତା ନାଁଟା ହଉଛି ପ୍ରାଣ ପବନ। ବାହାରିବେ ଯେତେବେଳେ 4ଟା ପବନ ଆଗ ବାହାରିଯିବେ, ଗୋଟିଏ ପବନ ପଛେ ବାହାରିବ। ଯୋଉ ପବନଟା ପଛେ ବାହାରିବ ତା ନାଁ ହଉଛି ପ୍ରାଣ ପବନ। ସେ କାହିଁକି ପଛେ ବାହାରିବ? ନାଇଁ ରେ, ବହୁତ କଥା ଅଛି। ଭାଗବତରେ ଲେଖା ଅଛି ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଏଇଥିପାଇଁ ପ୍ରାଣ ପବନଟା ପଛେ ବାହାରେ। କାହିଁକି? ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ମୁଁ ବର୍ତ୍ତମାନ ଏଇ ଶରୀର ଧରିଛି, ମଣିଷ ଶରୀର। ମରିଗଲା ପରେ ମୋ ଆତ୍ମାଟା କୋଉଠିକି ଯିବ ଆପଣ ମାନେ କେହି ଜାଣିପାରିବେ? ଜାଣିବ କିଏ? ମୁଁ ନିଜେ ଜାଣିଛି। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଗଲା ବେଳକୁ ନିଜେ ଜାଣିବ ନିଜେ କୋଉଠି ଜନ୍ମ ହବ, ଆଉ କେହି ଜାଣିପାରିବେନି। ମୁଁ ଧର ମରିଯିବି, ମୁଁ କେମିତି ମୁଁ ତ ମଲେ କଣ କହୁନୁ? ନା ମୁଁ ତ ମରିଗଲି ଆଜ୍ଞା, ମୋ ଆତ୍ମା କୁଆଡେ ମୁଁ କେମିତି ଜାଣିବି? ଜାଣି ହବ? ତୁ କଣ ଅଜ୍ଞାନୀ? ଆରେ ଭାଗବତ କହିଲେ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜଣେ କିଏ ଜାଣିବ? ତୁ ନିଜେ ଜାଣିବୁ। ଆଖି ଖୋଲା ଥିବ, ଜଣେ ଲୋକ ପ୍ରକୃତରେ ମରୁଛି, ପ୍ରାକୃତିକ ମରଣ ଦେଖିବେ ଆଖି ଖୋଲା ଥିବ, ନାକରେ ନିଶ୍ୱାସ ଯାଉଥିବ, ଚାରିପଟରେ ପୁଅ ବୋହୁ ନାତି ନାତୁଣୀ ସମସ୍ତେ ବସିକି ଡାକୁଥିବେ, ମୁହଁରେ ଗଙ୍ଗା ପାଣି ଗଙ୍ଗା ଜଳ ସେଟା ବଢିଆ ନିର୍ମାଲ୍ୟ ଦଉଥିବେ, ଗଙ୍ଗା ଜଳ ଦଉଥିବେ, ବାପା ବାପା ଡାକୁଥିବେ, ଜେଜେ ଜେଜେ ଡାକୁଥିବେ, ଆଖି ଖୋଲା ଥିବ, ନିଶ୍ୱାସ ଯାଉଥିବ କିନ୍ତୁ ଶୁଣିବନି। କାହିଁ ଶୁଣିବନି କହିବି? କାହିଁକି ଶୁଣିବନି? ସେତିକି ବେଳେ ପ୍ରଳୟ ହଉଥିବ। ସେତିକି ବେଳେ ତା ଆଖି ଆଗରେ ଯେମିତି ଆମେ ଫିଲ୍ମ ପର୍ଦ୍ଦାରେ ଫିଲ୍ମ ଦେଖୁନାହାନ୍ତି ସେତିକି ବେଳେ ଆଖି ଆଗରେ ସବୁ ଚିତ୍ର ଭାସି ଯାଉଥିବ। କଣ? ଯେତେବେଳେ ଯୋଉ କର୍ମ କରିଥିବ ସେ କର୍ମର ଚିତ୍ର ଗୁଡାକ ଭାସି ଯାଉଥିବ। ଯୋଉ ଚିତ୍ର ଦେଖୁ ଦେଖୁ ପ୍ରାଣ ଗଲା ଜୀବ ସେଇ ଜମିର ଜନ୍ମ ଗ୍ରହଣ କରିବ। ଯୋଉ କେମିତି କର୍ମ କରିଥିବା ସେମିତି ଦୃଶ୍ୟ ଦେଖିବା। ଯୋଉ ଦୃଶ୍ୟ ଦେଖୁ ଦେଖୁ ପ୍ରାଣ ଗଲା ସେଇ ଜନିରେ ପୁଣି ଜୀବ ଜନ୍ମ ଗ୍ରହଣ କରିବ। ତେଣୁ ପୂର୍ବ ଅର୍ଜିତ କର୍ମ ମାନ ହୋଇବ ସାବଧାନ। ତା ଭିତରକୁ ଯିବା ପାଇଁ ଆମ ପାଖରେ ସମୟ ନାହିଁ, ଆଜ୍ଞା ମାନେ ବସି ସାରିଲେଣି।
খালি এতিকি কହୁଛି ମୋର ନିବାସ ମାତ୍ର ଥିବ ଜଳେ ଦ୍ୱାରକା ନାଶ ଯିବ। ହଁ ଏଇ ମଥାଟା ରହିବ ଧୁକୁଧୁକିଟା କିଛି ସମୟ ପର୍ଯ୍ୟନ୍ତ ରହିବ ସାରା ଦେହଟା ଜଳାର୍ଣ୍ଣବ ହେଇଯିବ। ଆଉ କହିବା ପାଇଁ ସମୟ ନାହିଁ ରାମ। ଭଗବାନ କୃଷ୍ଣ ହେଲେ ବଂଶ ବୁଢା, ଭଗବାନ କୃଷ୍ଣ ହେଲେ ଘର ବୁଢା। ଜଣେ ଘର ବୁଢା ଆଉ ଜଣେ ବଂଶ ବୁଢା ହଉଛନ୍ତି ଯଦି କୃଷ୍ଣ ଜଗନ୍ନାଥ। ମତେ କହିଲୁ କହୁନାହାନ୍ତି ଜଣେ ଯଦି ନିଜ ବଂଶକୁ ବୁଡେଇ ଦିଏ ନିଜ ଘରକୁ ବୁଡେଇ ଦିଏ ଆଜ୍ଞା। ତାକୁ ସମାଜ କଣ କହେ? ନୃଶଂସ। ଜଗନ୍ନାଥ ହେଲେ ନୃଶଂସ, ହଁ କୃଷ୍ଣ ହେଲେ ନୃଶଂସ। ପଚାରିଲା ଭକ୍ତ ପ୍ରଭୁ ମାଡ ମାଡ ଖିଆ ବୁଦ୍ଧି ବଡ ଦେଉଳେ ବଡ ଗୋସାଇ যে মাইলা মাড় সে হইলা বড়, মাড় সে হইলা বড়, বড় হেলো তাহা পাই। ডাকিলা প্রভু ଆପଣ ତ ବଂଶ ବୁଡେଇଲେ, ଆପଣ ତ ଘର ବୁଡେଇଲେ, କିନ୍ତୁ ଯେ ମାଇଲା ମାଡ ସେ ହଇଲା ବଡ। ଯିଏ ମାଡ ମାରିଲା ତାକୁ କାହିଁ ବଡ କଲେ? କପିଳ ଆଜ୍ଞା ଆରେ ଜଗନ୍ନାଥ ତ ବଂଶ ବୁଡେଇଲେ, ହଁ ସାର୍ ଜଗନ୍ନାଥ ତ ଘର ବୁଡେଇଲେ, ଆଜ୍ଞା ତାହେଲେ ଏମିତି କିଏ ମାଡ ମାରିଲା ଯେ ଜଗନ୍ନାଥ ତାକୁ ବଡ କରିଦେଲେ? ସେଇ କଥା ସେ କଥା ସାର୍ ସିଏ କହିଲେ। ତ ନୃଶଂସ। ଏ ନାଇଁ ରେ ସାରେ ସାରେ କାହିଁ ହଉଛି? ଆମ ସାର୍ ସାର୍ ଆରେ ଆମର ହେ ସମ୍ପର୍କ ତୁ କହିଦବୁ ନା ମୁଁ କଣ କହିପାରିବି? ଆଉ କିରେ ମୁଁ ତ ମୋ ଜୀବନରେ କାହାକୁ କିଛି କହିନି। ଆଉ ତୁ ମତେ ଯିଏ ଯାହା କୁହନ୍ତି ମତେ ଅବଶ୍ୟ ମୋ ବନ୍ଧୁ ନୃସିଂହ ହୋତା କିଛି କୁହନ୍ତିନି। କହିବା ଲୋକ ଜଣେ ଓଡ଼ିଶାରେ ସିଏ ହେଉଛନ୍ତି ସନାତନ ଦାସ। ସିଏ ମତେ କହିବେ ଭାଇ ମୁଁ ନ କହିଲେ ମୋ ପାଲା ଭଲ ହଉନି। ମୁଁ କହିଲି ମୁଁ କହିଲେ ମୋ ପାଲା ଭଲ ହବନି। ତମର ଯଦି ନ କହିଲେ ଭଲ ହଉନି ତାହେଲେ ତମେ କୁହ, ମୁଁ କିନ୍ତୁ କିଛି କହିବିନି। କହିଲା ନାଇଁ ଗୋଟେ ପାଖିଆ କେମିତି ହବ? ମୁଁ କହିଲି ତମେ ସେ ପାଖ ବାର ଉଠା। ମୁଁ କାହାକୁ ଓଡ଼ିଶାରେ କିଛି କହିନି। ମୋ କାମ କରିଦେଇକି ପେଣ୍ଡାଲୁରୁ ହେଇକି ମୋ ବସାକୁ ପଳେଇବି। ତେଣିକି ଲୋକ ମତେ ଯାହା କହିବେ ଯେତିକି ଦେବେ ସେ ମତେ ସ୍ୱୀକୃତି ଦେବେ, ସେଇ ମୋ ପାଇଁ ଗୋଟା ସୁନା ଫଳ। ଆମେ ଟିକେ ଟିକେ ରେ ବି ଜଣେ କାବ୍ୟକର୍ତ୍ତା ନୁହନ୍ତି, ଆଉ ଜଣେ ନାଟ୍ୟାଚାର୍ଯ୍ୟ। ଆଜ୍ଞା ଆଜ୍ଞା ନାଟ୍ୟାଚାର୍ଯ୍ୟ ଘରଟା ହଉଛି ଭଦ୍ରକ ଜିଲ୍ଲାରେ। ବାସ ବହେ ବାଟ। ତାଙ୍କର ଗୋଟା ଯାତ୍ରା ପାର୍ଟି ଥିଲା ହଁ ନୀଳଚକ୍ର ଅପେରା। ହଁ ସେ କିଏ? କିଏ ସାର୍? ଯାହାକୁ ଓଡ଼ିଶା ସାହିତ୍ୟ ନାଟକ ଏକାଡେମୀ ନାଟ୍ୟାଚାର୍ଯ୍ୟ ଉପାଧିରେ ଭୂଷିତ କରିଥିଲା। ଆଜ୍ଞା ହଁ ସେ କିଏ? ଦଇତାରି ପଣ୍ଡା। ତୋ ବୋପା ଆଉ କିଏ କହୁନାହାନ୍ତି? ନାଟ୍ୟାଚାର୍ଯ୍ୟ ପଣ୍ଡିତ ରଘୁନାଥ ପଣ୍ଡା। ସେଇ ପଣ୍ଡା ଜାତୀୟ ଆଉ ଗଲା ସେ ପଣ୍ଡା ଜାତୀୟ। ଆଉ କାଳ୍ପନିକ ନାଟକ ନାହିଁ, ନାଇଁ ସାର୍ ଲିଭି ଗଲା ଐତିହାସିକ ନାଟକ ନାହିଁ, ଲିଭି ଗଲା ପୌରାଣିକ ନାଟକ ନାହିଁ। ଆଉ ନାହିଁ। ଆମେ ଦେଖିଛୁ ନାଟକ, ପୌରାଣିକ ନାଟକ ରଘୁନାଥ ପଣ୍ଡାଙ୍କ ଲେଖା କୋଉ ନାଟକ ଦେଖିଲେ? ପ୍ରଭାସ ଯଜ୍ଞ। ବଢିଆ ହେଇଛି। ଆମେ ଦେଖିଛୁ ହଁ ହଁ ପଣ୍ଡିତ ରଘୁନାଥ ପଣ୍ଡାଙ୍କ ଲେଖା ଲେଖା ଐତିହାସିକ ନାଟକ ଶହୀଦ ପୃଥ୍ୱୀରାଜ। ସହିତ ପୃଥ୍ୱୀରାଜ। ଆମେ ଦେଖିଛୁ ହଁ ରଘୁନାଥ ପଣ୍ଡାଙ୍କ ଲିଖିତ ନାଟକ ଐତିହାସିକ ନାଟକ କାଳ୍ପନିକ ନାଟକ ନାଟକ ଆସମାନ ଡାକୁ। ଆସମାନ ଡାକୁ। ଆମେ ଦେଖିଛୁ ହଁ ରଘୁନାଥ ପଣ୍ଡାଙ୍କ ଲିଖିତ ଓଡ଼ିଆ ସାମାଜିକ ନାଟକ ସୁଭଦ୍ରା ଏ ଯୁଗର କାହ୍ନୁ। ମୋର କଣ ବଣା ହଉଛି? ରଘୁନାଥ ପଣ୍ଡାଙ୍କ ଲେଖା ଆଜ୍ଞା ଆଜ୍ଞା ଶହୀଦ ପୃଥ୍ୱୀରାଜ ନାଟକ ମୁଖବନ୍ଧରେ 4ଟି ପଦ ଲେଖିଥିଲେ, ସେଥିରୁ ଗୋଟିଏ ପଦ ଆଜି ଗାଇଲେ। ସାର୍ ଗାଇଛନ୍ତି। ପଣ୍ଡିତ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା। କିଏ ମାଡ଼ ମାରିକିରି ବଡ ହେଇଥିଲା? ବାସ୍ ବାସ୍। କିଏ କିରି କପିଳ? କିଏ ସାର୍? ସେଇ କାମୁଦୀଶ୍ୱର। ଆସୁ। କିନ୍ତୁ ହଁ ସେତେବେଳର ସ୍ୱର ଅଲଗା, ଏବେ ସ୍ୱରଟି ଅଲଗା ଗାଇବା। ଆମେ ରଙ୍ଗିନୀ ଗାୟକ ଆଉ। ଇରେ ଦ୍ୱାପର ଯୁଗ ଶେଷେ ସେ ବୈକୁଣ୍ଠ ଯିବା
ବୁଡ଼ିଗଲା ଘର ବୁଡ଼ିବା ବାକି ଅଛି ଭଗବାନ କୃଷ୍ଣ ରାଜପୁରକୁ ତ୍ୟାଗ କରି ପହଞ୍ଚିଗଲେ ନିଘଞ୍ଚ ଜଙ୍ଗଲ ଭିତରେ ଅଶ୍ୱତ୍ଥ ବୃକ୍ଷ ମୂଳରେ ସଜା ହେଇଥିବା ପୂର୍ବରୁ ସେ ଶିଆଳି ଲଟାର ଦୋଳିରେ ଶୋଇଛନ୍ତି ଭଗବାନ ଯାଦବେନ୍ଦ୍ର କୁଳ ତିଳକ ଆଜ୍ଞା ବିଶ୍ରାମ ଦେଇଛନ୍ତି କ୍ଳାନ୍ତ ଶରୀରଟାକୁ ବଂଶ ବୁଡ଼ିଯିବା ପରେ ଟିକେ ଆନନ୍ଦରେ ନିଶ୍ୱାସ ମାରି ଶୟନ କରିଛନ୍ତି ଆଖି ମୁଦି ହେଇଯାଇଛି ପାଦକୁ ଯୋଡ଼ି ଦେଇ ଶୋଇଛନ୍ତି ଏପଟରେ ଜଣେ ବ୍ୟାଧ ଜାତିରେ ଶବର ନାଁଟି ତାର ଜାରା ଶିକାର ପାଇଁ ଆସି ବେଳବୁଡୁ ହେଇଗଲା କିନ୍ତୁ ଶିକାରୀଟିଏ ପାଇଲାନି ଭାବିଲା କେତେ ପରିଶ୍ରମ କରି ଆସିଲେଣି ଶିକାର ତ ମିଳିଲାନି କିଛି ସମୟ ବିଶ୍ରାମ କରିବି ତାପରେ ଘରକୁ ଲେଉଟି ଯିବି କେଉଁଠି ବିଶ୍ରାମ କରିବ ନା କୃଷ୍ଣ ଯୋଉଠି ଶୋଇଛନ୍ତି ସେଇ ବୃକ୍ଷମୂଳକୁ ଦୃଷ୍ଟି ପଡିଗଲା ଭାବିଲା ଏ ବୃକ୍ଷମୂଳରେ କିଛି ସମୟ ବିଶ୍ରାମ କରିବି ତାପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବି ଯେତେବେଳେ ଚାହିଁଦେଲା ବୃକ୍ଷମୂଳକୁ ଭଗବାନ ତ ପାଦକୁ ଯୋଡ଼ିକିରି ଶୋଇଛନ୍ତି ନା ଇଏ ଯୋଡ଼ା ପଦ ପରେ ଯାରା ଦୃଷ୍ଟି ପଡିଗଲା ମନେ ମନେ ଯାରା ସବର ପରା ବିଚାର ଯେତେବେଳେ ଭଗବାନଙ୍କର ଯୋଡ଼ା ପଦ ଉପରେ ଦୃଷ୍ଟି ପଡିଗଲା ଯାରା ଭାବିଲା କଲାରେ ଶିକାରଟା ଏଇଠି ଅଛି ଅଥଚ ମୁଁ ସାରା ଜଙ୍ଗଲ ଖୋଜି ସାରିଲିଣି ତାମାନେ ପ୍ରଭୁଙ୍କ ପାଦକୁ ଦେଖି ଭାବିଲା ଗୋଟାଏ ମୃଗ ବୋଧେ ଛିଡା ହେଇଛି ତା କାନ ଦୁଇଟା ଦେଖାଯାଉଛି ତେଣୁ ଆଉ ବିଳମ୍ବ କଲା ନାହିଁ ନିଜ ଧନୁରେ ତୀରକୁ ଆକର୍ଷଣ କରି ଆକର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କଲା ତୀରଟିଏ ସନ୍ଧି ଇଏ ପ୍ରଭୁଙ୍କ ପାଦକୁ ମୃଗର କର୍ଣ୍ଣ ବୋଲି ମନେ କରି ଛାଡ଼ିଦେଲା ରେ ଯେତେବେଳେ ପ୍ରଭୁଙ୍କ ପାଦରେ ତୀର ବାଜିଗଲା ଚିତ୍କାର କରି ଉଠିଲେ ପ୍ରଭୁ ଚମକି ପଡିଲା ଯାରା ଭାବିଲା ରେ ମୁଁ କିଛି ଭୁଲ କରିଦେଲି କି ମୁଁ ତ ମୃଗକୁ ମାରିଲି ମଣିଷର ଚିତ୍କାର କୁଆଡୁ ଶୁଣାଗଲା ପାଖରେ ଯାଇ ପହଞ୍ଚି ଗଲା ଦେଖିଲା ପ୍ରଭୁଙ୍କ ନଖ କୋଣରେ ବାଜି ଯାଇଛି ସର ପ୍ରଭୁଙ୍କୁ ବହୁତ କଷ୍ଟ ହଉଛି ଧନୁର୍ବାଣ ଖସି ପଡିଲା ହାତ ଯୋଡ଼ିଦେଲା ପ୍ରଭୁ ମୁଁ କେଡେ ଅପରାଧୀ ହେଇଗଲି हे क्षमार सागर हे दीनबंधु मु कौन न कली प्रभु कृष्ण डाकिले जार रे प्रभु दुख करना धन ठाकुरे तू मो पाद को सर मारिछु ना प्रभु आ मने रो ये सर बाजी मो प्राण जीव आहुरी कांदिला डाकिला प्रभु काहे के अपराध कहंतु ना जारा यह तोर अपराध नुहे तोर अपराध नुहे प्रभु भागवत जगन्नाथ दास लिखि नांति गिरी कपिल कौन पूर्व अर्जित कर्म फले हो गोविंद जाची मु देउ थाई पूर्व अर्जित कर्म फले जाची मु देउ थाई बळे जे जेमिति कर्म करिवो सेमिति फल पाइबो बलपूर्वक जेमिति कर्म करिवो जगन्नाथ जबरदस्त फल देबे गोटे छोटिया उदाहरण करी कथा टी समापन करी भगवान कृष्ण जारा सबर को बुझेले कले जारा प्रभु पूर्व अर्जित कर्म फले जाची मु देउठाई बळे जो दिन महाभारत युद्ध सरी गला महाभारत युद्ध सरीला माने गोटिए वंश संपूर्ण विनाश 100 भाई मरी गले अच्छा 100टी पिला को जन्म देथिबा मार अवस्था कोन हेति गोटिए चिंता कले दुखमय कांदुछि माँ गांधारी कांदुछि किंतु मने मने खोजुछि कृष्ण को प्रश्न पचारिबो जनेक व्यक्ति नहीं माँ गांधारी की कृष्ण को पाखर छिड़ा करे देला कहले माँ आपण को सम्मुख रे जदुपति कृष्ण छिड़ा हिचंती कृष्ण जेमिति देखि देले देवकी को हाथ जोड़ी देले कहले माउसी मो प्रणाम ग्रहण करो गांधारी कांदुथिला डाकिला रे कान्ना मते कह मो पुओ माने तोर की दोष करथिले रे कहिलु मो 100टा पिला को तू मारिदेलु तो मनरे टिके दया नाही की दोष करथिले मो 100टा पिला हाथ जोड़ी देले कृष्ण कहले माउसी मु तो 100 पुओ को मारिछि मु 18 दिन रो महाभारत रे अस्त्र केबे धरि नाही 18 पर्व महाभारत रे मु युद्ध केबे करि नाही बोले मां ए माउसी 18 दिन भितर मो अस्त्र धरिछि मु युद्ध करिछि ताल तो 100 पिला को मु केमति मारली माउसी कहिलो गांधारी कांदुतिले हठात करी हसी देले कहला तू काहा को ठकुछ तू मारिनु मो पिला मान को ताले बेलाल सेनर कोटा मुंड कोन कहिला जा मिछ कहिला जो दिन भीम अर्जुन को भितरे कळी लागिथिला मीमांसा करिबा पई किए बेसी मारि भीम बेसी मारि चंद्र अर्जुन बेसी मारि चंद्र
କୃଷ୍ଣଙ୍କୁ ଡକରା ହେଲା। କୃଷ୍ଣ କହିଲେ ମୁଁ ସମାଧାନ କରିପାରିବିନି, ମୋ ସାଥିରେ ଦୁଇ ଭାଇ ଆସ। ଭୀମ ଅର୍ଜୁନକୁ ଧରି କୁରୁକ୍ଷେତ୍ର ରଣ ପ୍ରାଙ୍ଗଣରେ ପହଞ୍ଚି ଗଲେ। ବେଲାଳ ସେନର କୋଟା ମୁଣ୍ଡ ଅଛି। ଭୀମକୁ କହିଲେ ଭାଇ ଆପଣ ପଚାରନ୍ତୁ। ଭୀମ ପଚାରିଲେ ବେଲାଳ ସେନର କୋଟା ମୁଣ୍ଡ ନୀରବ। ଅର୍ଜୁନ ପଚାରିଲେ ବେଲାଳ ସେନର କୋଟା ମୁଣ୍ଡ ନୀରବ। ଅର୍ଜୁନ ହାତ ଯୋଡି କହିଲେ ସଖା ଆପଣ ଟିକେ ପଚାରୁନାହାନ୍ତି ଆମ ଦୁଇ ଭାଇଙ୍କ ଭିତରୁ କିଏ ବେଶୀ ମାରିଛି ସେ କହିବ। କୃଷ୍ଣ ଯେତେବେଳେ ପଚାରିଦେଲେ ବେଲାଳ ସେନର କୋଟା ମୁଣ୍ଡଟା ଠୋ ଠୋ ହେଇକିରି ହସିଲା। କୃଷ୍ଣ ପଚାରିଲେ କାହିଁ ହସିଲୁ? ନା ପ୍ରଭୁ ମୋ ବାବା ଭୀମ ମାରି ନାହାନ୍ତି କି ମୋ କକା ଅର୍ଜୁନ ମାରି ନାହାନ୍ତି। କହିଲେ ତାହେଲେ ମଲେ କେମିତି? ନା ମୁଁ ଆଖିରେ ଦେଖିଛି ଯାହା କହୁଛି। ନା କଣ କହ? ନା ଏକ କାଳ ଚକ୍ର ଘୁରି ଘୁରି ଆସି ଏ ସୈନ୍ୟକୁ ନିଧନ କଲା। କେହି କାହାକୁ ତ ଦୁଧେ ମାରି ନାହିଁ ପରେ ଅଭିନୟ। ଗୋଟାଏ କାଳ ଚକ୍ର ଆସୁଛି, ଥରେ ଘୁରି ଗଲା ବେଳକୁ ଯିଏ ମରିବା କଥା ମରିକିରି ଶୋଉଛନ୍ତି, ଯିଏ ବଞ୍ଚିବା କଥା ଉଠିକିରି ପଳେଇ ଯାଉଛନ୍ତି। ନା ତ ବାବା ତ କକା ନା ସେଇ କେହି କିଛି ମାନେ ସବୁ ଅଭିନୟ ଚାଲିଛି ଅଭିନୟ। ଗାନ୍ଧାରୀ କହିଲେ କଥା ସତ୍ୟ। କୃଷ୍ଣ କହିଲେ ହଁ ଏଇ କଥା ଗାନ୍ଧାରୀ କହିଥିଲା ବେଲାଳ ସେନ। ନା ସେ କାଳ ଚକ୍ରଟା କାହାର? ଗାନ୍ଧାରୀ ପଚାରିଲେ କୃଷ୍ଣ କହିଲେ କହିଲୁ କୃଷ୍ଣ ଯଦି ତୁ ସତୁଆ ସେ କାଳ ଚକ୍ର କାହାର? କହିଲେ ଓ ମାଉସୀ ମୋ ଉପରେ ମୋ ଚକ୍ର ଉପରେ ତୋର ଦୃଷ୍ଟି ପଡ଼ିଲାଣି ନା? ମୋ ଚକ୍ର ନା ସୁଦର୍ଶନ। ନା ହଁ ମୁଁ ଜାଣିଛି। କେତେବେଳେ ସୁଦର୍ଶନ? କେତେବେଳେ ସୁ ବୋଇଲେ ଉତ୍ତମ, ଦର୍ଶନ କହିଲେ ଦେଖିବା। ଯେତେବେଳେ ଦେଖନ୍ତି ନା ତା ସୁଦର୍ଶନ ହେଇଯାଏ। ଦେଖିଲେ ତାହାର ନାମ ସୁଦର୍ଶନ, କାରେ ନ ଦେଖିଲେ କାଳ ଚକ୍ର। ଜଗତ ଯାକର ଦୃଷ୍ଟିକୁ କୃଷ୍ଣ କରିଦେଉ ତୁ ହିଁ। ଦେଖିଲେ ସୁଦର୍ଶନ, ନ ଦେଖିଲେ କାଳ ଚକ୍ର। ଦ୍ୱିତୀୟ କଥା ତୋ ନାଁଟା କଣ କହିଲୁ? କୃଷ୍ଣଟି। ତୋର ଆଉ ଗୋଟିଏ ନାଁ ଅଛି କଣ? ଭାଗବତ କହିଲେ କହିଲେ ସେ କାଳ ରୂପୀ ନାରାୟଣ ଜାଣନ୍ତି ସକଳ ବିଧାନ। ନାରାୟଣଙ୍କର ଗୋଟିଏ ନାଁ ହଉଛି କାଳ। କୃଷ୍ଣ ତ ନାଁ ହଉଛି କାଳ। କାଳ ଯୋଉ ଚକ୍ରଟା ଧରେ ତା କଣ କହନ୍ତି? କାଳ ଚକ୍ର। ତୁ ଯଦି କାଳ ତୋ ଚକ୍ର ନା କାଳ ଚକ୍ର। ଏବେ ସତ କହ ପୁଅ କାହିଁକି ମୋ 100 ପିଲାଙ୍କୁ ମାରିଲି? କୃଷ୍ଣ ହସିଲେ କହିଲେ ମାଉସୀ ସତ କହିଦଉଛି। ନା କହୁନୁ? ନା ମୁଁ ମାରିଛି ନା ଆଉ କିଏ? ନା ତୁ ମାରିଛୁ। କୃଷ୍ଣ ଗାନ୍ଧାରୀ କି କହୁଛନ୍ତି ତୋ 100 ପିଲାଙ୍କୁ ତୁ ମାରିଛୁ। କହିଲେ କେହି ମା ତା ନିଜ ପିଲାକୁ ହତ୍ୟା କରିପାରେ ନା, କେହି ହତ୍ୟା କରନ୍ତିନି କିନ୍ତୁ ତୁ କରିଛୁ। କହିଲେ କିପରି? ନା ପୂର୍ବ ଅଜିତ କର୍ମ ଫଳେ ଯାଚି ମୁଁ ଦେଉଥାଇ। ତ ପୂର୍ବ ଜନ୍ମ କଥା ମନେ ପକା। ତୁ ଥିଲୁ ସୁମନ୍ୟୁ ରାଜାଙ୍କର ଏକମାତ୍ର କନ୍ୟା ସୁକନ୍ୟା। ସାଙ୍ଗସାଥି ମେଳରେ ଯାଇ ସମୁଦ୍ର କୂଳରେ ଗୋଟାଏ ମା କଇଁଛର 100ଟା ଅଣ୍ଡା ଭାଙ୍ଗିଦେଲୁ। ମା କଇଁଛଟା କେତେ ବାତ୍ସଲ୍ୟ ଭାବରେ କେତେ ଶ୍ରଦ୍ଧାରେ 100ଟା ଅଣ୍ଡା ଦେଇକି ବାଲି ଘୋଡେଇ ଦେଇଥିଲା। ଭାବିଥିଲା କିଛି ଦିନ ପରେ ମୋ ପିଲା ଗୁଡାକ ବାହାରିଲେ ତାକୁ ମୁଁ ବାତ୍ସଲ୍ୟ ଭାବରେ ତାଙ୍କ ସହିତ ଖେଳିବି। ତୁ କଣ କଲୁ? ଚପଳାମି ଛଳରେ ଚଗଲିଆ ବୁଦ୍ଧିରେ 100ଟା ଅଣ୍ଡା ଭାଙ୍ଗିଦେଲୁ ନା। ସେ ମା କଇଁଛଟା କିଛି କହିପାରିଲାନି। ବାହୁରେ ବଳ ନାହିଁ, ଶକ୍ତି ପ୍ରୟୋଗ କରିପାରିଲାନି, ବାକ୍ ଶକ୍ତି ନାହିଁ, ତତେ ପ୍ରତିରୋଧ କରି ଡାକି ପାରିଲାନି ହେ ରାଜକୁମାରୀ ମୋ 100ଟା ପିଲାକୁ ମାରନା। ସେଦିନ ସେ ନୀରବରେ କାନ୍ଦିଲା ଓ ଅଭିଶାପ ଦେଲା ଯେମିତି ମୋ ପିଲାକୁ ମୋ 100ଟା ପିଲାକୁ ତୁ ମାରିଛୁ, ମୋ 100ଟା ଅଣ୍ଡା ଭାଙ୍ଗିଛୁ। ଦିନ ଆସିବ ହେ ରାଜକୁମାରୀ ତୁ ଆଖି ଆଗରେ ତୋର ଶତପୁତ୍ର ଏହିପରି ମରିଯିବେ। ସବୁ ଜାଣୁଥିବୁ ସବୁ ଶୁଣୁଥିବୁ କିଛି ନ କରିବୁ। ଯେମିତି କଇଁଛର ଅଭିଶାପରେ ଗାନ୍ଧାରୀ ପୁତ୍ର ଶୂନ୍ୟ ହେଇଗଲା, ଆଜି ଠିକ ସେମିତି हे शबर हे जारा एथे तोर दोष नाही मोर दोष सब मो निज दोष जोगु मु आज सराघात खाली मते कहिलु ए सरटा कोठु आनिलु। जारा सबर कहला माछ बिक्री करिया पई धीवर आसीथिला, माछटा को किनिली, काटु काटु पेटर लुहा खंडक मिला, से लुहारे सर तयारी कली ना। ये हला सही किए ना गर्भरु बाहर थिबा लुहा मुसलर शेष अंश अष्टवक्र देथिबा अभिशाप आज सत्य हेला रे। किंतु तो एतिकी कहूची कहवा समय ना ज्ञानी मान एतिकी कहूची टिके पांडव मानक पाखरे खबर दे से माने मो पाखु आसंतु आ सीए पहुंचवा पूर्वरु तू आसी पहुंचिया
যারা সবর যাই পাণ্ডব মানকু খবর ଦେଇଛନ୍ତି খবর ଦେଇ ସାରିବା ପରେ ପାଣ୍ଡବ ମାନେ ବାହାରୁଛନ୍ତି ଆସିବା ପାଇଁ କୃଷ୍ଣଙ୍କ ପାଖକୁ ତର ତର ହେଇକିରି ଆସି ପହଞ୍ଚି ଗଲେ କିଏ ନା ଯାରା ସବର କୃଷ୍ଣଙ୍କ ପାଖରେ କୃଷ୍ଣ ଡାକିଲେ ଯାରା ମୁଁ ତୋତେ ଆଜି ମୁକ୍ତି ପ୍ରଦାନ କରୁଛି ଯେହେତୁ ତୋ ପାଇଁ ମୋର ମୁକ୍ତି ତୋ ପାଇଁ ମୁଁ ବୈକୁଣ୍ଠ ପ୍ରାପ୍ତି ହେଲି ଅର୍ଥାତ ମୋ ଧାମକୁ ଫେରିବା ମାର୍ଗ ହଉଛୁ ତୁ ତେଣୁ ତୋତେ ମୁଁ ଆଜି ମୁକ୍ତି କରିଦେଉଛି ମୁଁ ଯିବା ପୂର୍ବରୁ ତୁ ଆଗ ସ୍ୱର୍ଗ ପ୍ରାପ୍ତି ହୋଇଯାଅ ସାତ ଭକତଙ୍କ ମଧ୍ୟରୁ ପଣ୍ଡିତେ ଭକତ ଉଦ୍ଧାର ହେଲା ମଧ୍ୟରୁ ଜଣେ ଭକତର ଉଦ୍ଧାର ପରା ହୋଇଲା କଥା କହୁ କହୁ ବେଳ ସରିଗଲା ମେଲାଣି ବେଳ ହୋଇଲା ଗଲାବେଳେ ପରା ସମସ୍ତଙ୍କ ପାଖେ ଏହି ଅଳି ରହିବା ରେ ପରା ହରିବୋଲ ସଙ୍ଗେ ହେବ ହୁଳାହୁଳି ସମସ୍ତଙ୍କୁ ପରା ଦୟା କରିଥାନ୍ତୁ ପ୍ରଭୁ ସତ୍ୟ ନାରାୟଣ ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ହରିବୋଲ ହୁଳହୁଳି ଥାଉ ଏ ସଂସାରରୁ